ସୁସ୍ଥ ଜୀବନ ଓଡ଼ିଶାରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଆଜି ଜାଣିବା ଗୋଲାପ ଖାଇବାର 10ଟି ଫାଇଦା। ଗୋଲାପ ଯେ କେବଳ ଏକ ସୁନ୍ଦର ପୁଷ୍ପ ନୁହେଁ, ବିଭିନ୍ନ ପ୍ରକାରର ଦାମିକା ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀରେ ମଧ୍ୟ ଗୋଲାପର ବ୍ୟବହାର ହୋଇଥାଏ। ଗୋଲାପରୁ ତିଆରି ଏସେନ୍ସିଆଲ ଅଏଲ ବିଭିନ୍ନ ଚର୍ମ ରୋଗକୁ ଠିକ୍ କରିଥାଏ। ଆୟୁର୍ବେଦ ଶାସ୍ତ୍ରରେ ଗୋଲାପର ବିଭିନ୍ନ ବ୍ୟବହାର ରହିଛି। ଏହା ଆମର ଶରୀରର ପିତ୍ତ ଦୋଷକୁ ଶାନ୍ତ କରିଥାଏ, ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ହୃଦୟ ପାଇଁ ଗୋଲାପ ହେଉଛି ଗୋଟେ ଟନିକ୍। ଗରମ ଜନିତ ହୃଦୟର ଯେକୌଣସି ସମସ୍ୟା ହୋଇଥାଏ ଖରାଦିନେ, ତାକୁ ଗୋଲାପ ଠିକ୍ କରିଥାଏ। ଏହି ଗୋଲାପକୁ କିଭଳି ଭାବରେ ଆମେ ଖାଇବା, କେଉଁ ରୂପରେ ସେବନ କରିବା, ଆସନ୍ତୁ ଆଗକୁ ଜାଣିବା। ଗୋଲାପକୁ ଆମେ ଚୂର୍ଣ୍ଣ ଭାବରେ ବ୍ୟବହାର କରିପାରିବା। ଗୋଲାପ ଚୂର୍ଣ୍ଣ ବା ପାଉଡର ବଜାରରେ ଆଭେଲେବୁଲ। ଗୋଲାପର ଅର୍କ ବା ଗୁଲକନ୍ଦ ମଧ୍ୟ ଆମେ ସେବନ କରିପାରିବା। ଯଦି ଆପଣଙ୍କର ଗରମରେ ଖରାରେ ମୁଣ୍ଡ ବ୍ୟଥା ହେଉଛି, ତାହେଲେ ଗୋଲାପ ଅର୍କରେ ଆପଣ ଗୁଜୁରାତି ଟିକେ ମିଶାଇ ତାକୁ ସେବନ କରିପାରିବେ। ଖୁବ୍ ଶୀଘ୍ର ଆପଣ ମୁଣ୍ଡ ବ୍ୟଥାରୁ ରକ୍ଷା ପାଇପାରିବେ। ଚେହେରା ପାଇଁ ବା ଚର୍ମ ପାଇଁ, ଆମର ଚର୍ମର ଉପର ଲେୟାର ଏପିଡର୍ମିସ୍ ପାଇଁ ଗୋଲାପ ହେଉଛି ଏକ ବରଦାନ। ଆପଣ ଗୋଲାପ ଜଳରେ ଚନ୍ଦନ କିମ୍ବା ମୁଲତାନୀ ମାଟି ଏସବୁ ମିଶାଇ ସ୍କିନ୍ ଉପରେ ଲଗାଇ ପାରିବେ। ଗ୍ଲିସେରିନ୍ର ବ୍ୟବହାର ମଧ୍ୟ ଗୋଲାପ ଜଳ ସହିତ କରିପାରିବେ। ଚର୍ମର ନ୍ୟାଚୁରାଲ କଲର ଆଣିବାରେ ଗୋଲାପ ସାହାଯ୍ୟ କରେ। ଏହା ସହିତ ବିଭିନ୍ନ ସ୍କିନ୍ର ବିଭିନ୍ନ ସମସ୍ୟାକୁ ଏହା ଧୀରେ ଧୀରେ ଦୂର କରିଥାଏ। ଗୋଲାପ ପତ୍ରର ରସ ଘା ଶୁଖିବାରେ ସାହାଯ୍ୟ କରେ। ଯେଉଁ ଜାଗାରେ ଇନଫେକ୍ସନ ହେଇଛି ବା ଇନଫ୍ଲେମେସନ ହେଇଛି, ସେଠାରେ ଆଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟି ସହିତ ଏହା ଘାକୁ ଶୁଖିବାରେ ସାହାଯ୍ୟ କରିଥାଏ। ଅସ୍ଥି ମଜ୍ଜା ବା ବୋନ୍ ମ୍ୟାରୋ, ଯାହାକୁ ଆମେ ବୋନ୍ ଫର୍ମେସନର ବା ହାଡ଼ ଫର୍ମେସନର ମୂଳଦୁଆ କହୁଛେ, ତାକୁ ଶକ୍ତି ଯୋଗାଇଥାଏ ଗୋଲାପ। ମସ୍ତିଷ୍କକୁ ଶାନ୍ତ ରଖିବାରେ, ଚିଡ଼ଚିଡ଼ାପଣ, କ୍ରୋଧ ଏସବୁ କମାଇବାରେ, ଆଖିର ତେଜ, ଆଖିର ଜ୍ୟୋତି ବୃଦ୍ଧି କରିବାରେ ଏବଂ ଶୁକ୍ର ଧାତୁର ଦୁର୍ବଳତା ଦୂର କରିବାରେ ଗୋଲାପର ଭୂମିକା ରହିଛି। ଆପଣମାନେ ଜାଣିଥିବେ ଯେ ଶୁକ୍ର ଗ୍ରହ ତାଙ୍କର ପ୍ରିୟ ଫୁଲ ହେଉଛି ଗୋଲାପ ଫୁଲ, ଯାହାଙ୍କର ଡାଇରେକ୍ଟ ଲିଙ୍କ ଆମ ଶରୀର ସହିତ ରହିଛି। ଆମର ଡାଇଜେଷ୍ଟିଭ ସିଷ୍ଟମକୁ ଗୋଲାପ ବଳ ପ୍ରଦାନ କରିଥାଏ। ଆମାଶୟ ଓ ଯକୃତକୁ ମଧ୍ୟ ସୁସ୍ଥ ରଖିଥାଏ। ଏହାର କଫନାଶକ ଗୁଣ ଏବଂ ଶୀତଳ କରିବାର ଗୁଣ ଯୋଗୁଁ ଯେଉଁମାନଙ୍କର ଲାଳଯୁକ୍ତ ମଳତ୍ୟାଗ ହୁଏ ଏବଂ ମଳଦ୍ୱାର ପୋଡ଼ାଜଳା ହୋଇଥାଏ, ସେଭଳି ପୀଡ଼ାରୁ ମଧ୍ୟ ଏହା ଉପଶମ ପ୍ରଦାନ କରିଥାଏ। ଖରା ଦିନେ ବା ଗରମ ଦିନେ ଯଦି ଆପଣଙ୍କର ନାକରୁ ଶୁଷ୍କତା ଯୋଗୁଁ ରକ୍ତ ବାହାରୁଛି କିମ୍ବା ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଶାରୀରିକ ଉଷ୍ଣତା ଯୋଗୁଁ ଋତୁସ୍ରାବ ଅଧିକ ପରିମାଣରେ ହେଉଛି, ତାହେଲେ ଗୋଲାପର ସେବନ ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଆରାମ ପ୍ରଦାନ କରିବ। ଜ୍ୱରରେ ପୀଡ଼ିତ ହେବା ପରେ ବି, ଜ୍ୱର ଛାଡ଼ିବା ପରେ ବି ଯଦି ଦେହରେ ତାତି ରହୁଛି, ତାହେଲେ ଆପଣ ଗୋଲାପର ସେବନ କରିପାରିବେ। ଗୋଲାପ ଅର୍କ ଦେହରୁ ତାତି ଦୂର କରିବାରେ, ଦେହର ଦୁର୍ବଳତା ଦୂର କରିବାରେ ସାହାଯ୍ୟ କରିଥାଏ। ମୁଁ ଆଗରୁ ଆପଣମାନଙ୍କୁ କହିଛି ଯେ ଗୋଲାପ ଚୂର୍ଣ୍ଣ, ଗୁଲକନ୍ଦ ଏବଂ ଗୋଲାପ ଅର୍କ ଏ ତିନୋଟି ଫର୍ମାଟରେ ଆଭେଲେବୁଲ। ଏହା ବ୍ୟତୀତ ଆପଣ ନିଜ ଘରେ ବାଡ଼ିରେ ଗୋଲାପ ଗଛର ଫୁଲର ପାଖୁଡ଼ା ଆପଣ ଆଣି ନିଜେ ଡାଇରେକ୍ଟ ସେବନ କରିପାରିବେ। ଗୋଲାପ ଚୂର୍ଣ୍ଣ 1ରୁ 3 ଗ୍ରାମ ଖାଦ୍ୟ ପରେ, ଗୁଲକନ୍ଦ 1 ଚାମଚ କିମ୍ବା ଗୋଲାପ ଅର୍କ 20ରୁ 40 ମିଲିଲିଟର ଖାଦ୍ୟ ପରେ ଆପଣ ସେବନ କରିପାରିବେ। ଯଦି ଉପରୋକ୍ତ ଲକ୍ଷଣ ଗୁଡ଼ିକ ଆପଣଙ୍କ ଦେହରେ ପ୍ରକାଶ ପାଉଛି, ଉପରୋକ୍ତ ସମସ୍ୟା ଆପଣ ସମ୍ମୁଖୀନ ହେଉଛନ୍ତି, ତାହେଲେ ଚିକିତ୍ସକଙ୍କର ପରାମର୍ଶରେ ଆପଣ ଏହାକୁ ସେବନ କରିପାରିବେ।